ଘରେ ପ୍ରତିଦିନ ଶଙ୍ଖ ବଜେଇବା କଥା। ସକାଳେ ଏବଂ ସନ୍ଧ୍ୟାରେ ଶଙ୍ଖ ବଜେଇବେ। 3 ଥର ଲେଖାଏଁ ଶଙ୍ଖ ବାଦନ କରାଯାଏ। ତେବେ ଶଙ୍ଖ ଯେତେବେଳେ ବଜାଉଛନ୍ତି ୟାକୁ ଧୋଇବେ ବି ନିହାତି ଭାବରେ। ତେଣୁ ଶଙ୍ଖ ବଜେଇବା ପୂର୍ବରୁ ଜାଣି ରଖନ୍ତୁ ଏ କଥାଟି ଯେ ବହୁତ ଜଣ ବି ଭୁଲ କରନ୍ତି। କ'ଣ କରନ୍ତି? ବା ଏ କର୍ମଟି କରନ୍ତିନି। ଶଙ୍ଖରେ ଆପଣ ପ୍ରଥମେ ଫୁଙ୍କିବା ପୂର୍ବରୁ ଏଇଠି ପାଣି ଦେବେ। ପାଣି ଦେଇଦେଲେ ଏବଂ ପାଣିକୁ କ'ଣ କରିବେ, ଏଇ ତା ମୁହଁ ପଟେ ଏମିତି ବାହାର କରିଦେବେ। ଏପଟେ ବାହାର କରିଦେବେ। ବାହାର କରିସାରିଲା ପରେ ତାକୁ ଏମିତି ଟିକେ କରିଦେବେ ଏବଂ ତାପରେ ଫୁଙ୍କିବେ। ଫୁଙ୍କିଲେ ଶଙ୍ଖଟା ଭଲ ବାଜେ ଏବଂ ତା ଭିତରେ ଯେଉଁ ଛୋଟ ଛୋଟ କୀଟମାନେ ଥାନ୍ତି ସେ ମଧ୍ୟ ବାହାରି ଯାଆନ୍ତି। ସେ ଆପଣଙ୍କ ଦେହ ଭିତରକୁ ଯିବାର ବି କି ପାଟି ଭିତରକୁ ଯିବାର ବି କୌଣସି ଆଉ ସମସ୍ୟା ରହିବନି କି ସେଭଳିଆ କିଛି ହେବନି। ଏବଂ ଏଇଭଳି କରିକି ଯଦି ଆପଣମାନେ ଘରେ ଶଙ୍ଖ ବଜାନ୍ତି ତାହେଲେ ଆପଣଙ୍କର ଶୁଭ ହୋଇଥାଏ। ଶଙ୍ଖ ବାଦନ ପୂର୍ବରୁ এই କଥା ଗୁଡ଼ିକ ଜାଣିବା ଆପଣଙ୍କର ନିହାତି ଦରକାର। ତେବେ ଭିଡ଼ିଓକୁ ସେୟାର କରିବେ, ସମସ୍ତଙ୍କୁ ଜଣାଇବେ, ଭିଡ଼ିଓକୁ ଲାଇକ୍ କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ଫେସବୁକ୍ କିମ୍ବା ଇନଷ୍ଟାଗ୍ରାମରେ ଦେଖୁଥିଲେ ଫଲୋ ନିହାତି କରିବେ। ରହିଲି। ଜୟ ଜଗନ୍ନାଥ, ଜୟ ଶିବ ଶମ୍ଭୁ।